ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ରାଇଟ୍ ବ୍ରଦର୍ସ ଅରଭିଲ୍ ଏବଂ ୱିଲବର ରାଇଟ୍ ଆମେରିକୀୟ ଉଦ୍ଭାବକ ଏବଂ ବିମାନର ଅଗ୍ରଦୂତ ଥିଲେ। ଡିସେମ୍ବର 17, 1903 ମସିହାରେ ସେମାନେ ପ୍ରଥମ ସଫଳ ଚାଳିତ ଏବଂ ନିୟନ୍ତ୍ରିତ ବିମାନ ହାସଲ କରିଥିଲେ। ଫ୍ଲାୟର ନାମକ ସେମାନଙ୍କର ବିମାନ 12 ସେକେଣ୍ଡ ପାଇଁ ଉଡ଼ି 120 ଫୁଟକୁ ଆଚ୍ଛାଦନ କରିଥିଲା। ରାଇଟ୍ ଭାଇଙ୍କ ଉଦ୍ଭାବନ ପରିବହନରେ ପରିବର୍ତ୍ତନ ଆଣିଥିଲା। ସେମାନଙ୍କର ଉତ୍ସର୍ଗୀକୃତତା, ଅଭିନବତା ଏବଂ ଦଳଗତ କାର୍ଯ୍ୟ ବିଶ୍ୱବ୍ୟାପୀ ଉଦ୍ଭାବକମାନଙ୍କ ପାଇଁ ଏକ ପ୍ରେରଣା ହୋଇ ରହୁଛି। ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।